ମନୋବିଜ୍ଞାନ ଅନୁଯାୟୀ ଶାରୀରିକ ସମ୍ପର୍କ ବନାଇବା ସମୟରେ ମହିଳା ନିଜ ପୁରୁଷ ସାଥୀଠାରୁ ଏହା ଚାହିଁଥାନ୍ତି କି ପୁରୁଷ ତାଙ୍କର ବହୁତ କୋମଳ ଅଙ୍ଗଗୁଡ଼ିକୁ ଆରମ୍ଭରୁ ବ୍ୟବହାର କରନ୍ତୁ। ମନୋବିଜ୍ଞାନ ଅନୁଯାୟୀ ଏକ ରିସର୍ଚ୍ଚ ଅନୁସାରେ ଶାରୀରିକ ସମ୍ପର୍କ ବନାଇବା ଦ୍ୱାରା ଗୋଟେ ବୃଦ୍ଧ ବ୍ୟକ୍ତିର ମାନସିକ ସ୍ୱାସ୍ଥ୍ୟର ସୁଧାର ଆସିଥାଏ। ମନୋବିଜ୍ଞାନ ଅନୁଯାୟୀ ଯଦି କୌଣସି ସୁନ୍ଦରୀ ବିଧବା ମହିଳା ଆପଣଙ୍କ ସହିତ ସମ୍ଭୋଗ କରିବାକୁ ଚାହୁଁଛନ୍ତି ତ ଏହି ଦୁଇ ଖରାପ ବ୍ୟବହାର ଆପଣଙ୍କ ସହିତ କରିଥାନ୍ତି। ତାହା ହେଉଛି ପ୍ରଥମତଃ ଆପଣଙ୍କ ସହିତ ଫ୍ରେଣ୍ଡସିପ୍ କରିବେ, ତାପରେ ଥଟ୍ଟା ମଜାରେ ରୋମାଣ୍ଟିକ୍ ଓ ସେକ୍ସ ଟାଇପ୍ର କଥା ହେବେ ଓ କଥା ହେବା ସମୟରେ ଆପଣଙ୍କୁ ଦେଖାଇ ନିଜ ସ୍ତନକୁ ବାରମ୍ବାର ଟଚ୍ କରିବେ। ଏହି ଖରାପ ଇଶାରାରୁ ବୁଝିଯାଆନ୍ତୁ କି ସେ ଆପଣଙ୍କ ସହିତ ମଜା ନେବାକୁ ଚାହୁଁଛନ୍ତି, ତେବେ ସେହି ସମୟରେ ତୁରନ୍ତ ଜାବୁଡ଼ି ଧରି ଗେହି ଦିଅନ୍ତୁ। ମନୋବିଜ୍ଞାନ ଅନୁଯାୟୀ ଯେଉଁ ପୁରୁଷ ଶାରୀରିକ ସମ୍ପର୍କ ବନାଇବା ସମୟରେ ସ୍ତ୍ରୀଙ୍କ ପୂର୍ବରୁ ବାଣ୍ଡରୁ ପାଣି ବାହାରି ଯାଇଥାଏ, ତେବେ ସେମାନେ ସ୍ତ୍ରୀଙ୍କ ନଜରରେ ତଳକୁ ଖସି ଯାଇଥାନ୍ତି। କିନ୍ତୁ ସଚ୍ଚା ପ୍ରେମ କରୁଥିବା ସ୍ତ୍ରୀ ଏହି ସବୁକୁ ଧ୍ୟାନ ଦେଇନଥାନ୍ତି ଓ ତାଙ୍କୁ ସମ୍ମାନ ଭରା ନଜରରେ ଦେଖିଥାନ୍ତି। ମନୋବିଜ୍ଞାନ ଅନୁଯାୟୀ ଯଦି କୌଣସି ସ୍ତ୍ରୀକୁ ଦେଖିବା କ୍ଷଣି ଆପଣଙ୍କ ପାଣି ବାହାରି ଯାଉଛି, ତେବେ ଏହାର ମାନେ ହେଉଛି କି ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ବନାଇ ନାହାନ୍ତି। ମନୋବିଜ୍ଞାନ ଅନୁଯାୟୀ କୌଣସି ମହିଳାଙ୍କ ସହିତ ଲମ୍ବା ସମୟ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ବନାଇବାକୁ ଚାହୁଁଥିଲେ, ତେବେ ପ୍ରତିଦିନ ଗୋଟେ ଚାମଚ ରସୁଣ ରସ ସହିତ ସାମାନ୍ୟ ମହୁ ମିଶାଇ ଖାଆନ୍ତୁ। ଏହାଦ୍ୱାରା ଆପଣ ମହିଳାଙ୍କ ସହିତ ଘଣ୍ଟା ଘଣ୍ଟା କରିପାରିବେ। सभी दोस्तों को मेरा नमस्कार। मुझे उम्मीद है कि आपको मेरा वीडियो बहुत पसंद आएगा। अगर पसंद आए तो कृपया गिफ्ट या थैंक्स के माध्यम से कुछ भेजें। मेरा आपसे एक अनुरोध है, 93% लोग वीडियो देख रहे हैं लेकिन सब्सक्राइब नहीं कर रहे हैं। कृपया सब्सक्राइब करें और वीडियो को लाइक करें। मैं आपका हमेशा आभारी रहूंगा। ମନୋବିଜ୍ଞାନ ଅନୁଯାୟୀ କିଛି ଲୋକଙ୍କୁ ରାଗ ବି ବହୁତ ଆସିଥାଏ, କିନ୍ତୁ ତାଙ୍କର ନିଆଁରେ ଘିଅ ଢାଳିବାର ଅଭ୍ୟାସ ନଥାଏ। ମନୋବିଜ୍ଞାନ ଅନୁଯାୟୀ ନିଜ ଜଖକୁ ଲୋକମାନଙ୍କ ଦେଖାଇବା ପୂର୍ବରୁ ଟିକିଏ ଭାବିବା ଉଚିତ, କାରଣ ଆଜିକାଲି ଲୋକମାନେ ଜଖମ ଉପରେ ମଲମ ନୁହେଁ ଲୁଣ ଲଗାଇଥାନ୍ତି। ମନୋବିଜ୍ଞାନ ଅନୁଯାୟୀ ଖୁସି ଦେବା ବାଲା ହୁଏତ ସବୁବେଳେ ନିଜର ଲୋକ ହୋଇନଥାନ୍ତି, କିନ୍ତୁ କଷ୍ଟ ଦେବା ବାଲା ସବୁବେଳେ ନିଜର ଲୋକ ହିଁ ହୋଇଥାନ୍ତି।